ଅନନ୍ତ କ୍ଷେତ୍ରରେ ଚତୁର୍ଦ୍ଦଶୀ ମେଳା ପରିବାର ତୀର୍ଥ ଶିଶୁ ଅନନ୍ତ କ୍ଷେତ୍ରର ପୁଣ୍ୟ ପରିସରରେ 55ତମ ବାର୍ଷିକ ଚତୁର୍ଦ୍ଦଶୀ ମେଳାର ଶୁଭାରମ୍ଭ ହୋଇଯାଇଛି। ଏହି ମେଳା ଅକ୍ଷୟ ତୃତୀୟ ଠାରୁ ଆରମ୍ଭ ହୋଇ ଚନ୍ଦନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ଶ୍ରୀ ଶ୍ରୀ ଅନନ୍ତ ସୁନ୍ଦରଙ୍କର ମନ୍ଦିର ଚୂଡ଼ାରେ ଶୁକ୍ଳ ପତାକା ଲାଗି ସହ ଅକ୍ଷି ମୁଠି ଅନୁକୂଳ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା। ସନ୍ଧ୍ୟାରେ ନବନିର୍ମିତ ଅନନ୍ତ ସରୋବର ମଧ୍ୟରେ ମହାପ୍ରଭୁଙ୍କର ବିଜେ ପ୍ରତିମା ମଦନମୋହନ ଗୋପାଳଜୀଙ୍କର ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଯାତ୍ରା ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବ। 10 ତାରିଖ ସନ୍ଧ୍ୟାରେ ବିଶ୍ୱର ସର୍ବ ସମ୍ପ୍ରଦାୟର ସ୍ମାରକ ଉଦ୍ଘାଟନ ହେବା ସହ ବିଶ୍ୱ ପତାକା ଉତ୍ତୋଳନ କରାଯାଇ ସର୍ବଧର୍ମ ମତବାଦର ଆଶ୍ରିତାମାନଙ୍କୁ ନେଇ ବିଶ୍ୱ ଶାନ୍ତି ପାଇଁ ଏକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା। 11 ତାରିଖରେ ନାଥ ସମ୍ପ୍ରଦାୟର ହଜାର ହଜାର ଲୋକମାନଙ୍କୁ ନେଇ ଏକ ସତ୍ସଙ୍ଗ କରାଯାଇ ଶ୍ରୀ ଗୋରଖନାଥଙ୍କ ନାମରେ ବ୍ରହ୍ମଧୁନି ସ୍ଥାପନ କରାଯାଇଛି। ଆଜି ଚତୁଃ ମହାଶକ୍ତିଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ପରବର୍ତ୍ତୀ ଦିନମାନଙ୍କରେ ଶ୍ରୀଜୀଉଙ୍କ ବିଭିନ୍ନ ପ୍ରକାର ବେଶ, ଯଜ୍ଞ, ନାମଯଜ୍ଞ, କଥାଯଜ୍ଞ, ଅନ୍ନଯଜ୍ଞ, ଦୁର୍ନୀତି ରାକ୍ଷସ ପୋଡ଼ି, ଯାତ୍ରା, ପାଲା ତଥା ବିଭିନ୍ନ ପ୍ରକାର ଲୋକାନୃତ୍ୟ ସହ ହରିହାଟ ପ୍ରଭୃତି କାର୍ଯ୍ୟକ୍ରମ କରାଯିବ ବୋଲି ଆଶ୍ରମ ତରଫରୁ ପ୍ରକାଶ ପାଇଛି। ପୂଜକ ବିଶ୍ୱପ୍ରେମୀ ବଳିଆଙ୍କର ଏହିଭଳି ନୂତନତ୍ୱ ଚିନ୍ତାଧାରାକୁ ସମସ୍ତେ ସ୍ୱାଗତ କରିଛନ୍ତି।